ସେଭଳି ଗୋଟେ ସ୍ୱାର୍ଥପର ଅମଣିଷଟାକୁ ତୁ କାହିଁକି ଘରକୁ ଫେରିବା ପାଇଁ ଚାହୁଁଛୁ? ସ୍ୱାର୍ଥପର ହୁଅନ୍ତୁ କି ଅମଣିଷ ହୁଅନ୍ତୁ, ସିଏ ପରା ମୋ ବାପା। ଆପଣ କଣ ଜାଣିନାହାନ୍ତି? ପିତା ଧର୍ମ, ପିତା ସ୍ୱର୍ଗ, ପିତା ହିଁ ପରମ ତପ, ପିତା ହିଁ ପୃଥିବୀ ପର୍ଣ୍ଣେ ପ୍ରିୟନ୍ତି ସର୍ବଦେବତା। ଠିକ ଅଛି ମା, ତୁ ଯେତେବେଳେ ତୋ ବାପାକୁ ଫେରିବା ପାଇଁ ବାଧ୍ୟ କରୁଛୁ, ତାହେଲେ ତୁ ଏକ କାମ କର, ତୁ ଘରକୁ ଫେରିଯା। କହିଦେବୁ ଯାଇ ତୋ ମମିଙ୍କୁ ତୋ ବାପାଙ୍କ ସାଙ୍ଗ ସହିତ ତୋ ଦେଖା ହେଇଥିଲା, ଆଉ ତୋତେ ସେ କଥା ଦେଇଛନ୍ତି, ପ୍ରତିଶ୍ରୁତି ଦେଇଛନ୍ତି, ଖୁବ୍ ଶୀଘ୍ର ତାଙ୍କୁ ନେଇ ସେ ନିଶ୍ଚୟ ତାଙ୍କ ପାଖରେ ପହଞ୍ଚେଇ ଦେବେ। ହେଲେ ମା, ତୁ ତ କେବେ ଘରୁ ଆସିବୁନି, ତୋ ପାଖରେ ପଇସା ପତ୍ର ସରିଯାଇଥିବ ପ୍ରାୟ। ଗୋଟେ କାମ କର, ଏସବୁ ଦୂର ବାଟ ଖତ କରି ଘରକୁ ଚାଲିଯିବୁ। ତୋ ବାପା ଫେରିଲେ ମୁଁ ତୋତେ ନିଶ୍ଚୟ ଖବର ଦେବି, ତୁ ଆସି ତୋ ବାପାକୁ ନେଇ ଚାଲିଯିବୁ। କିନ୍ତୁ ବସ୍ ଷ୍ଟାଣ୍ଡ ଦୂର ଅଛି, ଯିବୁ କେମିତି? ଓକେ ଓକେ, ଡୋଣ୍ଟ ୱରି, ମୋର ତ କାର୍ ଅଛି ନା, ଚାଲ ମୋ କାର୍ ନେଇ ମୁଁ ତୋତେ ବସ୍ ଷ୍ଟାଣ୍ଡରେ ଛାଡ଼ି ଦେଇଯିବି। ମୁଁ ଯିବିନି, ମୋ ବାପାଙ୍କୁ ନ କହିଲା ପର୍ଯ୍ୟନ୍ତ ମୁଁ ଏଠୁ କୁଆଡ଼େ ଯିବିନି। ସେ ଯେତେବେଳେ ଆସନ୍ତୁ ନା କାହିଁକି, ମୋ ବାପାଙ୍କୁ ମୁଁ ସାଙ୍ଗରେ ନେଇକି ଯିବି। ଆପଣ କହିଲେ ତ୍ରିବେଣୀକୁ ବୁଡ଼ ପକେଇବାକୁ ଆସିଥିବା ଲୋକଟା ତ୍ରିବେଣୀ କୂଳରେ ପହଞ୍ଚି ସାରିବା ପରେ ସେ କ'ଣ ବୁଡ଼ ନ ପକେଇ ଗାଁକୁ ଫେରି ଆସେ? ମୋ ବାପାଙ୍କୁ ମୁଁ ସାଙ୍ଗରେ ନେଇକି ମୁଁ କହିଲି ତୋ ବାପା ଏବେ ଘରେ ନାହାନ୍ତି, ବାହାରକୁ ଯାଇଛନ୍ତି, ଫେରେ ମୋର ବହୁତ ଦିନ ଡେରି ହେଇଯିବ। ହେଲେ ସେଦିନ ପର୍ଯ୍ୟନ୍ତ ତୁ ରହିବୁ କୋଉଠି? ଆପଣଙ୍କ ଘରେ କେଇଟା ଦିନ ପାଇଁ ଆପଣ ଘରେ ମଧ୍ୟ ରହିବାକୁ ଦେଇପାରିବେ? ନାଇଁ, କଥା ଠିକ ସେୟା ନୁହେଁ। କାହିଁକିନା ମୋ ଘରେ ବହୁତ ଲୋକ ଅଛନ୍ତି ରେ ମା, ତତେ ନେଇ ମୋ ଘରେ ପହଞ୍ଚି ଦେବା ପରେ ସେମାନଙ୍କ ଆଗରେ ମୁଁ ତୋର ପରିଚୟଟା କଣ ବୋଲି ଦେବି? କହିଦେବେ ମୁଁ ଆପଣଙ୍କ ପାଗଳ ପୁତୁରାକୁ ବାହା ହବାକୁ ଆସିଛି। ସରି ପାଟିରେ ବସିଗଲା, କଥା କହୁ ପାଟିରେ ବସିଗଲା, ଭୁଲରେ ବସିଗଲା ପାଟିରେ। ମୁଁ ତ ବାପାକେ ସାଙ୍ଗ, କିନ୍ତୁ ଦୁନିଆ ଯେତେବେଳେ ମୋତେ ପ୍ରଶ୍ନ ପଚାରିବ, ଆରେ ତୋ ପାଗଳ ପୁତୁରା ସହିତ ଏଭଳି ଗୋଟେ ଝିଅର ତୁ ବାହା ଦେଲୁ କେମିତି? ସେତେବେଳେ ଲୋକମାନଙ୍କୁ କଥା କଣ ଉତ୍ତର ଦେବି? ଆପଣ ପରା କହୁଥିଲେ ଆପଣଙ୍କ ପାଗଳ ପୁତୁରାକୁ ମୁଁ ପୁରା ମିଛରେ ବାହା ହଉଛି। କୋଉ ସତରେ ବାହା ହଉଛି? ମିଛରେ ବାହା ହଉଛି ପରା। ମୋ ବାପା ଯେତେବେଳେ ଆସିବେ ମତେ ଦେଖିବେ, ମୁଁ ସେତେବେଳେ ଶଙ୍ଖା ସିନ୍ଦୁର ଓହ୍ଲେଇ ଦେଇବି। ନାଇଁ ରେ ବାବୁ, ପାରିବିନି, ମୁଁ ପାରିବିନି ମା, ପାରିବିନି। ମୋ ପାଗଳ ପୁତୁରା ସହିତ ତ ବାହାଘର କରିଦେଇ ପାରିବି। ଆରେ ତୁ ମୋତେ କ୍ଷମା କରିଦେ, ତୁ ଜାଣିଛା ମୋତେ କ୍ଷମା କରିଦେ ମା, ମୁଁ ପାରିବିନି। ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଆପଣଙ୍କ ହାତ ଧରୁଛି, ଆପଣଙ୍କ ଗୋଡ଼ ତଳେ ପଡୁଛି।
ତମର ସେ